ଆଜି ଘରକୁ ଶିଙ୍ଗି ମାଛ ଆସିଥିଲା ଆଉ ତା ସହିତ ଅଳ୍ପ ଦିଟା ଚୁନା ମାଛ ଆସିଥିଲା। ଆଉ ଏଇ ମାଛକୁ ମୁଁ ପ୍ରଥମେ ସଫା କରିକି ସେଥିରେ ହଳଦୀ ଆଉ ଲୁଣ ଗୋଳେଇକି ରଖିନେଲି। ତାପରେ ଦେଖନ୍ତୁ କଡ଼େଇରେ ତେଲ ନେଇକି ପ୍ରଥମେ ଶିଙ୍ଗି ମାଛଟାକୁ ଭାଜିଲି। ଆଉ ଶିଙ୍ଗି ମାଛ ଏତେ ଜୋର ଫୁଟେ ବୋଲିକି ମୁଁ ଜମା ବି ଜାଣିନଥିଲି। ଆଉ ପ୍ରଥମ ଥର ପାଇଁ ଶିଙ୍ଗି ମାଛ ମୁଁ ଭାଜିଲି। ମାଛଟାକୁ ଭାଜିକି ବାହାର କରିସାରିଲା ପରେ ତାପରେ ଚୁନା ମାଛ ଯେଉଁ ଥିଲା ତାକୁ ମଧ୍ୟ ଭାଜିକି ବାହାର କରିଦେଲି। ଏଠି ଦେଖିପାରୁଥିବେ ମୁଁ ଛଞ୍ଚିତ୍ରା, ଆଳୁ, ବୋଇତାଳୁ ଡଙ୍କ, ଫୁଲ ସବୁଗୁଡ଼ା କାଟିକି ରଖିଛି। ଏଇଗୁଡ଼ାକ ପକେଇକି ସେଇ ମାଛରେ ଆଜି ଗୋଟେ ସୁନ୍ଦର ରେସିପି ବନେଇବି। ପ୍ରଥମେ କଡ଼େଇରେ ତେଲ ନେଇକି ଶୁଖିଲା ଲଙ୍କା, ଗୋଟା ଜିରା ଫୁଟଣ କଲି। ତାପରେ ଦେଖନ୍ତୁ କାଟି ରଖିଥିବା ପରିବାକୁ ସବୁ ପକେଇଦେଲି। ସ୍ୱାଦ ଅନୁସାରେ ଲୁଣ, ହଳଦୀ ପକେଇଦେଲି। ଏଇଠି ମୁଁ ବାଟଣ ପକେଇଛି ମାନେ ମସଲା, ଯେଉଁଟାକି ସୋରିଷ, ଜିରା, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ପିଆଜ, ଅଦା, ରସୁଣ ସବୁକୁ ବାଟିକି ମସଲା କରିଥିଲି ତାକୁ ପକେଇଲି। ତା ସହିତ ଟମାଟୋକୁ ବି ବାଟିକି ରଖିଥିଲି, ତାର ପେଷ୍ଟ ପକେଇଲି। ମସଲା ସହିତ ତାକୁ ଭଲ ଭାବରେ ଟିକେ ସମୟ କଷି ସାରିଲା ପରେ ଏଇଠି ଯେଉଁ ବୋଇତାଳୁ ଫୁଲ ଆଉ ଡଙ୍କ କାଟିକି ରଖିଥିଲି ତାକୁ ପକେଇକି ଆଉ କିଛି ସମୟ କଷି ଦେଇକି ପାଣି ଦେଇଦେବି, ଯେତିକି ପାଣି ଆବଶ୍ୟକ। ତା ସହିତ ଭଜା ମାଛ ଯେଉଁ ରଖିଥିଲି ଚୁନା ମାଛ ତାକୁ ପକେଇକି କିଛି ସମୟ କଭର କରିଦେବା ଘୋଡ଼େଇବା ପାଇଁ, ଯେମିତିକି ପରିବା ଆମର ଭଲ ଭାବରେ ସବୁ ସିଝିଯିବ। ଦେଖନ୍ତୁ ସିଝିଗଲା ପରେ ଦେଖନ୍ତୁ ରେଡ଼ି ହେଇଗଲା ଆମର ଗୋଟେ ନୂଆ ତରକାରୀ। ଆଉ ଏମିତି ତରକାରୀ ଆପଣମାନେ ଖାଇଛନ୍ତି କି ନାହିଁ କମେଣ୍ଟରେ କହିବେ। ଜୟ ଜଗନ୍ନାଥ।